ଓମ୍ ଶାନ୍ତି। ଯେଉଁମାନେ କି ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ କଲ୍ୟାଣକାରୀ ଶିବ ପିତାଙ୍କଠାରୁ ସର୍ବଶ୍ରେଷ୍ଠ ଆତ୍ମଜ୍ଞାନ ପ୍ରାପ୍ତ କରି ଅବ୍ୟକ୍ତ ଅର୍ଥାତ୍ ସମ୍ପୂର୍ଣ୍ଣ ଆତ୍ମିକ ସ୍ଥିତିକୁ ପ୍ରାପ୍ତ କରିବାର ପୁରୁଷାର୍ଥ କରୁଛନ୍ତି, ସେମାନଙ୍କୁ ହୃଦୟର ସହିତ ଆନ୍ତରିକ ଈଶ୍ୱରୀୟ ଶୁଭ ଅଭିନନ୍ଦନ, ସୁପ୍ରଭାତ, ସୁସ୍ୱାଗତମ୍। ଆଜିର ଏହି ଶୁଭ ଦିନରେ ପ୍ରେମମୟ ଏବଂ କୃପାମୟ ବାପ୍ ଦାଦା ନିଜର ବାବାଙ୍କ ସମାନ ହେବାର ପୁରୁଷାର୍ଥୀ ସନ୍ତାନମାନଙ୍କୁ ଦେଖୁଛନ୍ତି ତଥା ବିଶ୍ୱର ସମସ୍ତ ଆତ୍ମାମାନଙ୍କୁ, ଯେଉଁମାନେ କି ନିଜର ଆତ୍ମିକ ପିତା ପରମାତ୍ମାଙ୍କର ପରିଚୟକୁ ମଧ୍ୟ ଜାଣିନାହାନ୍ତି, ସେମାନଙ୍କୁ ମଧ୍ୟ ଦେଖୁଛନ୍ତି। କାରଣ ସମସ୍ତେ ତ ଭଗବାନଙ୍କର ସନ୍ତାନ ନା। ଜାଣତରେ ହେଉ ବା ଅଜାଣତରେ ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଆତ୍ମାଙ୍କୁ ଦୟା ବା କୃପାର ଆବଶ୍ୟକତା ରହିଛି। ସେଥିପାଇଁ ପିତାଙ୍କର ସଠିକ୍ ପରିଚୟ ନ ଜାଣି ମଧ୍ୟ ବିଭିନ୍ନ ନାମ ରୂପରେ ଡାକି ଚାଲିଛନ୍ତି। ଟିକିଏ ଦୟା ଦୃଷ୍ଟି ପାଇବା ପାଇଁ ଡାକ ଛାଡ଼ୁଛନ୍ତି। କାହିଁକି ନା ଭିନ୍ନ ଭିନ୍ନ ସମସ୍ୟା ଗୁଡ଼ିକ କାରଣରୁ ତଥା ନିଜର ମନ ଏବଂ ବୁଦ୍ଧିର ସନ୍ତୁଳନ ନ ରଖିପାରିବା କାରଣରୁ କୃପାମୟ ପରମାତ୍ମା ପିତାଙ୍କୁ ବା ନିଜ ନିଜର ମାନ୍ୟତା ଅନୁସାରେ ନିଜର ଇଷ୍ଟଦେବମାନଙ୍କର କୃପା ପାଇବା ପାଇଁ ବହୁ ଦୁଃଖ ଶାନ୍ତିରେ ପଡ଼ି ଡାକିବାରେ ଲାଗିଛନ୍ତି। ସେଥିପାଇଁ ପରମାତ୍ମା ପିତାଙ୍କୁ ମଧ୍ୟ ସେହି ଇଷ୍ଟମାନଙ୍କ ଦ୍ୱାରା ହିଁ ସେମାନଙ୍କର ଭାବନାର ଫଳ ପ୍ରଦାନ କରିବାକୁ ପଡ଼ୁଛି। ତେବେ ଦାତା ତ ସେ ହିଁ ଜଣେ ନା। ତେଣୁ ଶିବ ପରମାତ୍ମା ପିତା ମଧ୍ୟ ସନ୍ତାନମାନଙ୍କୁ କହୁଛନ୍ତି କି ବାବାଙ୍କର ସହଯୋଗୀ ସାଥୀ ଅର୍ଥାତ୍ ଭୁଜା ତ ତୁମେ ବ୍ରାହ୍ମଣ ସନ୍ତାନମାନେ ହିଁ ଅଟ। ସଙ୍ଗମଯୁଗୀ ଶ୍ରେଷ୍ଠ ବ୍ରାହ୍ମଣ, ଯେହେତୁ ସାରା ବିଶ୍ୱବାସୀ ଆତ୍ମିକ ରୂପରେ ତୁମର ଭାଇ ଅଟନ୍ତି, ତେଣୁ ତୁମେମାନେ ମାଷ୍ଟର ଦୟାର ସାଗର ହୋଇ ସେମାନଙ୍କ ଉପରେ, ଦୁଃଖୀ ଆତ୍ମାମାନଙ୍କ ଉପରେ ଦୟାଶୀଳ ହୁଅ। ତେବେ ଯେତେବେଳେ ସ୍ୱ ଅର୍ଥାତ୍ ନିଜର ଉନ୍ନତି ପାଇଁ ସ୍ୱ ଉପରେ ଦୟାଶୀଳ ହେବ, ସେତେବେଳେ ସ୍ୱତଃ ବେହଦ୍ର ବୈରାଗ୍ୟ ବୃତ୍ତି ଜାଗ୍ରତ ହେବ। ଶ୍ରେଷ୍ଠ ଲକ୍ଷ୍ୟ ରହୁ କି ମୁଁ ଉଚ୍ଚରୁ ଉଚ୍ଚ ପିତାଙ୍କର, ଭଗବାନଙ୍କର ଆତ୍ମିକ ସନ୍ତାନ, ଶିବ ବାବାଙ୍କ ସମାନ ହେବାର ଲକ୍ଷ୍ୟଧାରୀ ଅଟେ। ତେବେ ଏହି ଲକ୍ଷ୍ୟ ହିଁ ନିଜ ଭିତରେ ଥିବା କମି, କମଜୋରି ବା ଦୁର୍ବଳତା ପ୍ରତି ସ୍ୱତଃ ବୈରାଗ୍ୟ ଉତ୍ପନ୍ନ କରାଇଦେବ। ଯେପରି ସଚ୍ଚା ଭକ୍ତଟିଏ ଦୟାଳୁ ହୋଇଥାନ୍ତି, ଅର୍ଥାତ୍ ପାପ କରିବାକୁ ଡରିଥାନ୍ତି ନା। ତୁମେ ସନ୍ତାନମାନେ ତ ଭକ୍ତଙ୍କ ଠାରୁ ଶ୍ରେଷ୍ଠ ଜ୍ଞାନୀ। ତେଣୁ ତୁମକୁ ଦୟାଳୁ ହୋଇ ପ୍ରଥମେ ପାପଠାରୁ ଦୂରେଇ ରହିବା ଦରକାର। ତେବେ ତୁମମାନଙ୍କ ଭିତରେ ତିନିଟି କଥାଠାରୁ ଦୂରେଇ ରହିବାର ଶକ୍ତି ଦରକାର, ଯଥା ଅବହେଳାପଣିଆ, ଈର୍ଷା ଏବଂ ଘୃଣା। ଆନ୍ତରିକ ଦୟାଭାବ ହିଁ ଏହି ଅବହେଳାପଣିଆକୁ ସମାପ୍ତ କରିଦେଇଥାଏ।
ଜ୍ଞାନଯୁକ୍ତ ଦୟା କେବେ ବି କୌଣସି ଆତ୍ମା ପ୍ରତି ମନ ଭିତରେ ଈର୍ଷା ବା ଘୃଣାଭାବ ଉତ୍ପନ୍ନ ହେବାକୁ ଦେଇନଥାଏ। କାରଣ ଏଥିରେ ଆତ୍ମିକ ଭାବନାର ନିଶାର ସନ୍ତୁଳନ ରହିଥାଏ। ତେବେ ଘୃଣାଭାବ ରଖିବାର ନାହିଁ କି ପ୍ରଭାବିତ ମଧ୍ୟ ହେବାର ନାହିଁ। ଯେହେତୁ ତୁମେମାନେ ପରମାତ୍ମାଙ୍କ ଉପରେ ପ୍ରଭାବିତ ହୋଇସାରିଛ, ତେଣୁ ଅନ୍ୟ ଉପରେ କିପରି ବା ପ୍ରଭାବିତ ହୋଇପାରିବ? ଏହାର ଅର୍ଥ ଅମାନତରେ ଖୟାନତ, ଅର୍ଥାତ୍ ଅନ୍ୟର ସମ୍ପତ୍ତିକୁ ବିନା ଅଧିକାରରେ ନିଜ କାମରେ ଲଗେଇବା ସହିତ ସମାନ। ଯେବେକି ତୁମେ ମନବୁଦ୍ଧିକୁ ପରମାତ୍ମାଙ୍କୁ ଦେଇଛ, ତେବେ ତୁମର ତ ନୁହେଁ ଯାହାକି ଅନ୍ୟ ଉପରେ ପ୍ରଭାବିତ ହେବ। ଶିବ ବାବା କହୁଛନ୍ତି, ଏହି ସଙ୍ଗମ ଯୋଗୀ ବ୍ରାହ୍ମଣ ଜୀବନର ମୂଳଦୁଆ ବା ମହାମନ୍ତ୍ର ହେଉଛି ମନମନା ଭବ। ମନମନା ଭବ ଅର୍ଥାତ୍ ମନେ ମନେ ସ୍ମରଣ କରିବା। ବେହଦର ବୈରାଗ୍ୟ ଅର୍ଥାତ୍ ଦେହ ସହିତ ସାରା ସଂସାର ଠାରୁ ବୁଦ୍ଧି ସହିତ ଅଲଗା ରହିବା। ସେହିମାନଙ୍କୁ ହିଁ ବାବାଙ୍କର ସ୍ନେହ, ସହଯୋଗ ଏବଂ ସଙ୍ଗ ବ୍ୟତୀତ ଅନ୍ୟ କିଛି ବି ଦେଖାଯିବ ନାହିଁ। ବୁଦ୍ଧିରେ ସର୍ବଦା ରହିବ କି ତୁମ ସଙ୍ଗରେ ଖାଇବି, ତୁମ ସଙ୍ଗରେ ପିଇବି, ଉଠିବି, ବସିବି, ତୁମ ସହିତ କର୍ମଯୋଗୀ ହୋଇ କର୍ମ କରିବି। ବାବା ଯେହେତୁ ନିରାକାର, ତେଣୁ ତୁମ ସନ୍ତାନମାନଙ୍କ ଦ୍ୱାରା ହିଁ ବିଶ୍ୱ ପରିବର୍ତ୍ତନର ଶୁଭ ଆଶା ରଖିଛନ୍ତି। ତେଣୁ ବାବାଙ୍କର ହୃଦୟର ଆଶାକୁ ପୂର୍ଣ୍ଣ କରୁଥିବା ମହାନ ଆତ୍ମା, କୁଳ ପ୍ରଦୀପ ଆତ୍ମାମାନଙ୍କୁ, ବିଜୟୀ ଆତ୍ମାମାନଙ୍କୁ ବାପଦାଦା ସର୍ବଦା ୟାଦ ପ୍ୟାର ଏବଂ ନମସ୍ତେ କରିଥାନ୍ତି। ବାବା କହୁଛନ୍ତି, ପ୍ରାପ୍ତିଗୁଡ଼ିକୁ ନିଜର ସ୍ମୃତିରେ ଜାଗ୍ରତ କରି ସର୍ବଦା ଖୁସିର ଅନୁଭୂତି କରୁଥିବା ସହଜ ଯୋଗୀ ହୁଅ। ରାଜଯୋଗର ଆଧାର ହେଉଛି ସ୍ନେହ ଏବଂ ସ୍ନେହର ଆଧାର ହେଲା ସମ୍ବନ୍ଧ। ସମ୍ବନ୍ଧ ଦ୍ୱାରା ହିଁ ସର୍ବପ୍ରାପ୍ତି ହୋଇଥାଏ। କହିବା ବାହୁଲ୍ୟ, ଯେଉଁଠାରୁ ସର୍ବପ୍ରାପ୍ତି ହୋଇଥାଏ ବା ସବୁକିଛି ମିଳିଥାଏ, ମନବୁଦ୍ଧି ତ ସ୍ୱତଃ ସେଠାକୁ ଚାଲି ଯାଇଥାଏ ନା। ତେଣୁ ବାବା ଯେଉଁ ସବୁ ଶକ୍ତିର, ଜ୍ଞାନର, ଗୁଣର, ସୁଖ ଶାନ୍ତିର, ଆନନ୍ଦ ଏବଂ ପ୍ରେମର ସମ୍ପତ୍ତି ଦେଇଛନ୍ତି, ଅର୍ଥାତ୍ ଯେଉଁ ସବୁ ପ୍ରାପ୍ତିଗୁଡ଼ିକୁ ଆମେମାନେ ପ୍ରାପ୍ତ କରିଛେ, ସେଗୁଡ଼ିକୁ ବୁଦ୍ଧିରେ ବାରମ୍ବାର ଜାଗ୍ରତ କରିବା ଦରକାର। ତେବେ ଖୁସିର ଅନୁଭୂତି ହେବାକୁ ଲାଗିବ ଏବଂ ସହଜ ଯୋଗୀ ହୋଇଯିବ। ସହଜ ଯୋଗୀ ଅର୍ଥାତ୍ ନିଜକୁ ବିନ୍ଦୁ ଶରୀରଠାରୁ ଅଲଗା ଆତ୍ମନିଶ୍ଚୟ କରି ନିରାକାର ପରମାତ୍ମାଙ୍କ ସହିତ ନିରନ୍ତର ବୁଦ୍ଧିର ଯୋଗ ଲାଗି ରହିବା। ଯିଏ ସବୁ ପ୍ରକାରର ପ୍ରଶ୍ନଠାରୁ ଉର୍ଦ୍ଧ୍ୱରେ ରହିଥାଏ, ସେ ହିଁ ପ୍ରସନ୍ନଚିତ ଆତ୍ମା ଅଟେ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେ ଆତ୍ମିକ ସନ୍ତାନମାନେ ସେହି ପରମାତ୍ମା ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା କରିବା, ଚିନ୍ତନ କରିବା, ଧାରଣ କରିବା ଏବଂ ନିଜର ଜୀବନକୁ ପରିବର୍ତ୍ତନ କରିଚାଲିବା। ତତ୍ସହିତ ସାରା ବିଶ୍ୱକୁ
ପରିବର୍ତ୍ତନ କରିବା କାର୍ଯ୍ୟରେ ସହଯୋଗୀ ହେବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।